ବାଲେଶ୍ୱର ପୁରୀ ସରସ୍ୱତୀ ନର୍ସିଂ କଲେଜର ପ୍ରତିଷ୍ଠାତା ଅଶୋକ ପୁରୀଙ୍କୁ ଶ୍ରୀଧର ସ୍ୱାମୀ ମାନପତ୍ର ଓ ସମ୍ମାନ। ଫକୀରମୋହନ ସାହିତ୍ୟ ଘର ଓ ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦ ମୟୂରଗ୍ରାମ ଦ୍ୱାରା ଆୟୋଜିତ ଆଲୋଚନା ଚକ୍ର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସର ନୂଆପାଢ଼ୀ ବାଲେଶ୍ୱରରେ ଅନୁଷ୍ଠିତ ହୋଇଛି। ଭାଷ୍ୟକାର ଶ୍ରୀଧର ସ୍ୱାମୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ 2025ରେ ଆଲୋଚ୍ୟ ବିଷୟ ଥିଲା। ଶ୍ରୀଧର ସ୍ୱାମୀ ଜୀବନ ଓ ସୃଜନ ଭକ୍ତି ଆଲୋଚନା ଚକ୍ର ସମାରୋହରେ ଶ୍ରୀ ଅଶୋକ କୁମାର ପୁରୀ ସରସ୍ୱତୀ ନର୍ସିଂ କଲେଜର ପ୍ରତିଷ୍ଠାତା, ଅମୃତଧାରା ବୃଦ୍ଧାଶ୍ରମର ସହ ସମ୍ପାଦକ, ସମାଜସେବୀ, ଅନୁଷ୍ଠାନ ପ୍ରେମୀ, ସାମ୍ବାଦିକ, ପରୋପକାରୀ ଭାବରେ ସମଗ୍ର ବାଲେଶ୍ୱର ଜିଲ୍ଲାରେ ଆଦୃତ ଏକ ଉଚ୍ଚ ଓ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କରକମଳରେ ଶ୍ରୀଧର ସ୍ୱାମୀ ସମ୍ମାନ ଓ ମାନପତ୍ର ପ୍ରଦାନ କରାଯାଇଛି। ମୁଁ ଅଶୋକ କୁମାର ପୁରୀ ପୁରୀ ସରସ୍ୱତୀ ନର୍ସିଂ କଲେଜର ଅଧ୍ୟକ୍ଷ ଏବଂ ଆଜି ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଶ୍ରୀଧର ସ୍ୱାମୀଙ୍କର ତାଙ୍କର ସ୍ମୃତି ସଭା ଆୟୋଜନ ହେଇଥିଲା ଏବଂ ସେଠି ମୋତେ ନିମନ୍ତ୍ରଣ କରିଥିଲେ। ମୁଁ ଯାଇଥିଲି ଏବଂ ଆମଙ୍କର ମୋତେ ସେଇ ତାଙ୍କ ତରଫରୁ ସ୍ମୃତି ତରଫରୁ କୁଳପତି ମୋତେ ଗୋଟେ ସମ୍ମାନ ପତ୍ର ପ୍ରଦାନ କରିଛନ୍ତି ଏବଂ ତାଙ୍କର ସେଠିକାର ଯେତେ ସଭା ରହିଛନ୍ତି ସମସ୍ତେ ଆମକୁ ଧନ୍ୟବାଦ ଅର୍ପଣ କରିଥିଲେ। ଯେହେତୁ ଉଦ୍ଦେଶ୍ୟ ହେଉଛି ଏଇଆ, ମୁଁ ଜଣେ ସମାଜସେବୀ ଏବଂ ବୃଦ୍ଧାଶ୍ରମ ଅମୃତଧାରା ବୃଦ୍ଧାଶ୍ରମର ସହ ସମ୍ପାଦକ ଏବଂ ତା ସହିତ ସହଦେବ ଖୁଣ୍ଟା ଉନ୍ନୟନ କମିଟିର ସଭାପତି ଏବଂ କଲେଜରେ ଏଠିକାର ମଧ୍ୟ ଅଧ୍ୟକ୍ଷ। ତେଣୁ ସମସ୍ତର ସେଇ ସମାଜ ସେବା କାମ ଦେଖି ସେମାନେ ବିଭିନ୍ନ ପ୍ରକାର ଆମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ସବୁ ବିଭିନ୍ନ ପ୍ରକାର କାମ ସେମାନେ ଦେଖି ମୋତେ ନିମନ୍ତ୍ରଣ କରିଥିଲେ। ସେଇଥିପାଇଁ ସେମାନେ ଆମକୁ ନିମନ୍ତ୍ରଣ କରି ଆମକୁ ସମ୍ମାନ କରିଥିଲେ। ଆଜ୍ଞା, ବହୁତ ଖୁସି ତ ଲାଗୁଛି, ଉତ୍ସାହିତ ତ ବହୁତ ଅଛି। ଆଉ ଏତେ ବଡ଼ ସମ୍ମାନ ପତ୍ର ଯେତେବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ କୁଳପତି ନିଜେ ଆମକୁ ପ୍ରଦାନ କରିଛନ୍ତି, ଆଉ ନିଶ୍ଚୟ ଖୁସି ଲାଗିବ ନା। ଖୁସି କାହିଁକି ଲାଗିବନି? ବହୁତ ଖୁସି ଅଛି। ମୁଁ ବହୁତ ତାଙ୍କୁ ବହୁତ ଧନ୍ୟବାଦ ଦଉଛି। ଆଗାମୀ ମଧ୍ୟ ଆମର ସବୁ ବିଭିନ୍ନ ପ୍ରକାର ମୋତେ ବେଶୀ ଏଇଥିରେ ଉତ୍ସାହିତ ଲାଗିଲା ଯେ ଯେଉଁ ସମାଜ ସେବା କାମ ଯାହା କରୁଛି ଆଉ ଟିକେ ଉନ୍ନତି କରିବା ପାଇଁ, ଆଉ ଟିକେ ଭଲ କାର୍ଯ୍ୟ କରି ଆହୁରି ଆଗକୁ ଆଗେଇବା ପାଇଁ ମଧ୍ୟ ଆମକୁ ଉତ୍ସାହିତ ହେଲା ଏବଂ ଆମେ ଯେଉଁ ଉତ୍ସାହିତ ପାଇଲୁ ସେଠୁ ସେଇଟା ଯେଉଁ ଆନନ୍ଦ ଆମକୁ ଲାଗୁଛି, ୟା ଦ୍ୱାରା ଆମେ ଭବିଷ୍ୟତରେ ନିଶ୍ଚିତ ଭାବରେ ଭଲ କାମ କରିପାରିବୁ ଏବଂ ସମାଜ ସେବାରେ ଆଉ ଟିକେ ସମୟ ମଧ୍ୟ ଦେଇପାରିବୁ। ଯୁବପିଢ଼ିମାନଙ୍କୁ ମୁଁ କହୁଛି, ଆଜିକାଲି ଯେଉଁ ପ୍ରକାର ପରିସ୍ଥିତି ହେଉଛି ସେ ପରିସ୍ଥିତିରୁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି। ସେ ପଥରେ ସେପଟକୁ ଯାତ୍ରୀ ନ ହୋଇ ବା ସେପଟକୁ ନ ଯାଇ ସେମାନେ ଯଦି ସମାଜ ସେବା କାମରେ କିଛି ଆଗେଇ ପାରନ୍ତେ ବା ସହଯୋଗ କରନ୍ତେ, ତେଣୁ ବହୁତ ଭଲ ହୁଅନ୍ତା ବୋଲି ମୁଁ ଯୁବପିଢ଼ିକୁ ଆହ୍ୱାନ କରୁଛି।